ନମସ୍କାର ଫ୍ରେଣ୍ଡସ୍, ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ ତନ୍ତ୍ରମନ୍ତ୍ର ବିଦ୍ୟାରେ। ଫ୍ରେଣ୍ଡସ୍, ସ୍ୱାମୀ ସ୍ତ୍ରୀ ମଝିରେ ଝଗଡ଼ା ହେଉଛି, ପ୍ରେମ ପ୍ରେମିକା ମଝିରେ ଝଗଡ଼ା ହେଉଛି, ତାହେଲେ ଫ୍ରେଣ୍ଡସ୍ ଏହି ଭିଡ଼ିଓ ଆପଣଙ୍କ ପାଇଁ। ଫ୍ରେଣ୍ଡସ୍, ଆପଣମାନେ ଗୋଟିଏ ଧାଗା ଏବଂ ଗୋଟିଏ ନଡ଼ିଆରେ ଆପଣମାନେ ଆପଣଙ୍କ ସମ୍ପର୍କକୁ ଠିକ୍ ରଖିପାରିବେ। ଫ୍ରେଣ୍ଡସ୍, ଆପଣମାନେ କେମିତି ଠିକ୍ ରଖିବେ, କେଉଁ ବାରରେ କେଉଁ ଦିନରେ କେମିତି ଏହି ପ୍ରୟୋଗ ବା କେମିତି କରିବେ, ଆପଣମାନେ ସବୁ ଏ ଭିଡ଼ିଓ ମାଧ୍ୟମରେ ପାଇପାରିବେ। ଏବଂ ଏହି ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ଆମେ ବତାଇ ଦେବୁ ବା ଶିଖାଇ ଦେବୁ ଆପଣମାନେ କେମିତି କରିବେ, କେମିତି ନ କରିବେ। ଫ୍ରେଣ୍ଡସ୍, ସମସ୍ତଙ୍କ ଘରେ ଝଗଡ଼ା ଝାଟି ଲାଗନ୍ତି ବା ଏବଂ ମିଳିମିଶି ରହନ୍ତି। ଫ୍ରେଣ୍ଡସ୍, ଝଗଡ଼ା ଝାଟି ଆମେ କେଉଁଟାକୁ କହିବା, ଯେଉଁଟା ଡିଭୋର୍ସ ହେବାକୁ ଯାଉଛି। ତାହେଲେ ଫ୍ରେଣ୍ଡସ୍, ଆପଣମାନେ ଏହି ପ୍ରୟୋଗଟିକୁ 5 ଦିନ ବା 7 ଦିନ କରିକି ଦେଖନ୍ତୁ, ଯାହାଦ୍ୱାରା ଆପଣଙ୍କ ଡିଭୋର୍ସ ରହିଯିବ ଏବଂ ଆପଣମାନେ ସବୁଦିନ ପାଇଁ ଏକାଠି ହୋଇଯିବେ। ଫ୍ରେଣ୍ଡସ୍, ଏହି ପ୍ରୟୋଗ କରିବା ଆଗରୁ ଆପଣମାନେ ଏହି ଭିଡ଼ିଓ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆପଣମାନେ 5 ପାଳି ବା 7 ପାଳି ଆପଣମାନେ ଯେତେ ପାଳି କରିବେ ସେତେ ଦିନ ଆମିଷ ଖାଇବେ ନାହିଁ। ଫ୍ରେଣ୍ଡସ୍, ଏବଂ ଏହି ପ୍ରୟୋଗ କରିବାକୁ ଚାହୁଁଛନ୍ତି ତାହେଲେ ଫ୍ରେଣ୍ଡସ୍ ଏହି ଭିଡ଼ିଓ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତ ଫ୍ରେଣ୍ଡସ୍, ଆରମ୍ଭ କରିବା। ଫ୍ରେଣ୍ଡସ୍, ଆରମ୍ଭ କରିବା ପୂର୍ବରୁ ଆପଣମାନେ ଏତେ ଭିଡ଼ିଓ ଦେଖୁଛନ୍ତି, କେଉଁଟା କାମ ଦେଉନାହିଁ, କେଉଁଟା କାମ ଦେଉଛି, ଆମ କମେଣ୍ଟ ମାଧ୍ୟମରେ ଆପଣମାନେ କମେଣ୍ଟ କରିବେ। ତ ଚାଲ ଫ୍ରେଣ୍ଡସ୍, ଭିଡ଼ିଓକୁ ଆରମ୍ଭ କରିବା। ଫ୍ରେଣ୍ଡସ୍, ଆରମ୍ଭ କରିବା ପୂର୍ବରୁ ଯଦି ଆପଣମାନେ ଆମ ୟୁଟ୍ୟୁବ୍ ଚ୍ୟାନେଲକୁ ନୂଆ ଦେଖୁଛନ୍ତି ବା ପ୍ରଥମ ଥର ଦେଖୁଛନ୍ତି, ତାହେଲେ ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରନ୍ତୁ, ଯାହାଦ୍ୱାରା ଆପଣମାନେ ଏମିତି ଅନେକ ପ୍ରୟୋଗ, ଯନ୍ତ୍ର ମନ୍ତ୍ର ତନ୍ତ୍ର, ଅନେକ ବିଧି ସାଧନା ପାଇପାରିବେ ଏବଂ ଶିଖିପାରିବେ। ଫ୍ରେଣ୍ଡସ୍, ଆପଣମାନେ ଧ୍ୟାନ ଦେଇ ଶୁଣନ୍ତୁ। ଆପଣମାନେ ଶନିବାର ଦିନରେ ଏହି ପ୍ରୟୋଗଟିକୁ କରିବେ। ଫ୍ରେଣ୍ଡସ୍, ଏହି ପ୍ରୟୋଗ 5 ପାଳି ବା 7 ପାଳି କରିବେ। ଫ୍ରେଣ୍ଡସ୍, ଆପଣମାନେ ଗୋଟିଏ ନଡ଼ିଆ ନେଇଯିବେ ଏବଂ ଗୋଟିଏ କଳା ଧାଗା ନେଇଯିବେ। ଫ୍ରେଣ୍ଡସ୍, ଏବଂ ସେହି ନଡ଼ିଆକୁ 7 ଥର ଗୁଡ଼ାଇ ଦେବେ ଏବଂ ଆପଣଙ୍କ ଗାଁ ଯେଉଁଠି ପିପଲ ଗଛ ଥିବ ସେହି ତଳେ ସେହି ନଡ଼ିଆକୁ ରଖିଦେଇ ଆସିବେ। ଫ୍ରେଣ୍ଡସ୍, ଏବଂ ଯେତେବେଳେ ଆସିବେ ତାହେଲେ ଆପଣମାନେ ପଛପଟେ ଦେଖିବେ ନାହିଁ ଏବଂ ଅନ୍ୟ କୌଣସି ବ୍ୟକ୍ତିମାନେ ଆପଣଙ୍କୁ ଅଟକାଇବେ, ରୋକିବେ, ତାହେଲେ ଫ୍ରେଣ୍ଡସ୍ ଆପଣମାନେ କାହା ସାଙ୍ଗ ସାଥିରେ କଥା ହେବେନି, ସିଧା ଘରକୁ ଚାଲି ଆସିବେ। ଫ୍ରେଣ୍ଡସ୍, ଏହି ପ୍ରୟୋଗଟିକୁ 5ରୁ 7 ଦିନ କରିକି ଦେଖନ୍ତୁ, ଯାହାଦ୍ୱାରା ଆପଣମାନେ ଆପଣଙ୍କ ସ୍ୱାମୀ ସ୍ତ୍ରୀ ଖୁସି ରହିବ, ପ୍ରେମିକା ପ୍ରେମିକ ଖୁସି ରହିବ। ତାହେଲେ ଫ୍ରେଣ୍ଡସ୍, ଏହି ଭିଡ଼ିଓ ଆପଣମାନଙ୍କୁ କେମିତି ଲାଗିଲା ଆପଣମାନେ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ। ରହୁଛୁ ଫ୍ରେଣ୍ଡସ୍, ନମସ୍କାର।